ପିଲାଦିନେ ଡିସେମ୍ବର ମାସର ଦିନଗୁଡ଼ାକ ସରି ସରି ଆସିଲା ବେଳକୁ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗେ। କେବେ ଶୀତ ଛୁଟି ହେବ, ଆମେ ସାଙ୍ଗସାଥି ମେଳରେ ପିକନିକ୍ ଯିବା, ଆଉ ତା ସାଙ୍ଗକୁ ନ୍ୟୁ ଇୟର ପାଇଁ ଗ୍ରିଟିଂ ଦିଆନିଆ। ତୁମର ମନେ ଥିବ ସେ ଗ୍ରିଟିଂର କବିତା ଗୁଡ଼ାକ, ଏଇ ଯେମିତି ଗୋଲାପ ଫୁଲରେ ବହୁତ କଣ୍ଟା, ସାଙ୍ଗ କଥା ମନେ ପଡ଼େ ଘଣ୍ଟାକୁ ଘଣ୍ଟା। ପାହାଡ଼ ଉପରେ ଘର କରିଥିଲି, ପବନ ଉଡ଼େଇ ନେଲା, ତୁମ ପରି ସାଙ୍ଗ ପାଇଥିଲି ବୋଲି ଝୁରି ଝୁରି ଦିନ ଗଲା। ଏମିତି ମଜାଳିଆ କବିତା କିଛି ଲେଖି ଗ୍ରିଟିଂ କାର୍ଡ଼ଟିଏ ପ୍ରିୟ ସାଙ୍ଗ ପାଖକୁ ପଠାଇ ଦେଇ କେତେ ଖୁସି ହେଉଥିଲୁ। ହଁ, ତା ସହ ଅଭିମାନ ବି ମନରେ ଥାଏ। ମୁଁ ଦେଇଥିବା ଗ୍ରିଟିଂ କାର୍ଡ଼କୁ ପାଇଲା ପରେ ମଧ୍ୟ ସାଙ୍ଗ ଯେତେବେଳେ ଗ୍ରିଟିଂ ଦେଇନଥାଏ, ଆଉ ଜାନୁଆରୀ 1ର ନୂଆବର୍ଷର ପହିଲି ସକାଳରେ କାହା ଦାଣ୍ଡ ବାରଣ୍ଡାରେ ହ୍ୟାପି ନ୍ୟୁ ଇୟର ଲେଖାଟି ସୁନ୍ଦର ହୋଇଛି ଦେଖିବା ପାଇଁ ପ୍ରବଳ ଥଣ୍ଡାରେ ସାହି ସାହି ବୁଲିବା ବି କିଛି କମ୍ ମଜା ନଥିଲା ସେତେବେଳେ। ଆଉ ଶୀତ ଛୁଟି ପରେ ଯେତେବେଳେ ସ୍କୁଲ ଖୋଲେ, କ୍ଲାସରୁମ୍ରେ ଚର୍ଚ୍ଚା ହୁଏ ପିକନିକ୍ର ବିଷୟ। ସତରେ ସେ ଦିନଗୁଡ଼ାକ ସ୍ମୃତି ହୋଇ ରହିଯାଇଛି ଆମ ମନ ଭିତରେ। ସମୟର ସୁଅରେ ଆଜି ଆମେ ବହୁତ ଆଗକୁ ଚାଲି ଆସିଛୁ। ଯଦି ତୁମର ବି କିଛି ପିଲାଦିନର ସେ ପୁରୁଣା ସ୍ମୃତି ମନେ ପଡ଼େ, ତେବେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ହଁ, ଯଦି କିଛି ସେଇ ମଜାଳିଆ ଗ୍ରିଟିଂର କବିତା ମନେ ଅଛି, ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ସେୟାର କରିବେ।